ତ ଦର୍ଶକ ବନ୍ଧୁ आपण ମାନଙ୍କ ମଧ୍ୟରୁ ଯେଉଁମାନେ ବି ସୁଭଦ୍ରା ଯୋଜନାର ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ପାଇନାହାନ୍ତି ତ ସେମାନଙ୍କୁ ପୁଣି ଥରେ ନଭେମ୍ବର ମାସ 24 ତାରିଖ ଦିନ ସୁଭଦ୍ରା ଯୋଜନାର ଟଙ୍କା ମିଳିବାକୁ ଯାଉଛି। ତ ଏ ନେଇକି ସରକାରଙ୍କ ତରଫରୁ ଘୋଷଣା ମଧ୍ୟ କରାଯାଇଛି। ତେବେ ଏ ପରିସ୍ଥିତିରେ ଆପଣ ନିହାତି ଭାବରେ ଜାଣିବା ଦରକାର ଯେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଆପଣଙ୍କର ଡିବିଟି ଆକାଉଣ୍ଟଟି ଲିଙ୍କ ହୋଇକି ରହିଛି ନା ରହିନାହିଁ ବା ଡିବିଟି ଆକାଉଣ୍ଟଟି ଆକ୍ଟିଭେଟ ଅଛି କି ନାହିଁ ଏବଂ ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଆପଣଙ୍କର ଡିବିଟି ଆକାଉଣ୍ଟଟି ଲିଙ୍କ ହୋଇକି ରହିଛି ତାହେଲେ ସେଇ ବ୍ୟାଙ୍କ ଆକାଉଣ୍ଟରେ ଆପଣଙ୍କର ଆଧାର କାର୍ଡଟି ଲିଙ୍କ ହୋଇକି ରହିଛି ନା ଅନ୍ୟ କାହାର ଆଧାର କାର୍ଡଟି ସେଇ ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ ଅଛି ତାକୁ ମଧ୍ୟ ଆପଣମାନେ ଜାଣିବା ନିହାତି ଦରକାର। ତେବେ ଚାଲନ୍ତୁ ଦର୍ଶକ ବନ୍ଧୁ ଆଜିର ଏ ଭିଡିଓରେ ଆମେ ମାନେ ଜାଣିବା ଯେ ଆପଣଙ୍କର କେଉଁ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ଆକାଉଣ୍ଟଟି ଲିଙ୍କ ହୋଇକି ରହିଛି ଏବଂ ତା ସହିତ ଯଦି ବି ଲିଙ୍କ ହୋଇକି ରହିଥିବ ଡିବିଟି ଆକାଉଣ୍ଟଟି ସେଇ ଡିବିଟି ଆକାଉଣ୍ଟଟି ଆପଣଙ୍କର ନା ଅନ୍ୟ କାହାର ତା ମଧ୍ୟ ଆପଣମାନେ ନିଜ ଘରେ ବସିକି ନିଜ ମୋବାଇଲ ଫୋନରେ ମାତ୍ର 2 ମିନିଟରେ କେମିତି ଚେକ୍ କରିକି ଜାଣିପାରିବେ ତ ସେଥିପାଇଁ ଆଜିର ଭିଡିଓରେ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ପ୍ରୋସେସ କରିକି ଦେଖେଇବି। ତ ସେଥିପାଇଁ ନିହାତି ଭାବରେ ଆପଣମାନେ ଭିଡିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ ଏବଂ ଭିଡିଓଟିକୁ ଗୋଟିଏ ଲାଇକ୍ କରିକି ଚ୍ୟାନେଲଟିକୁ ମଧ୍ୟ ସବସ୍କ୍ରାଇବ କରିନେବେ। ତ ଆପଣଙ୍କ ଆଧାର କାର୍ଡ ସହିତ କେଉଁ ବ୍ୟାଙ୍କ ଆକାଉଣ୍ଟଟି ଲିଙ୍କ ଅଛି ତାକୁ ଜାଣିବା ପାଇଁ ଆପଣମାନେ ଆପଣଙ୍କ ମୋବାଇଲ ଫୋନର କ୍ରୋମ ବ୍ରାଉଜରକୁ ଓପନ କରିବେ ଏବଂ ଏଇଠି ସର୍ଚ୍ଚ ବାରରେ NPCI ଲେଖିକି ସର୍ଚ୍ଚ କରିଦେବେ। ତ ତାପରେ ଆପଣମାନଙ୍କ ସାମ୍ନାରେ NPCI ର ଅଫିସିଆଲ ୱେବସାଇଟଟି ଏଠାରେ ଓପନ ହେଇକି ଆସିଯିବ। ଆସି ସାରିବା ପରେ ଆପଣମାନେ ସିଧାସଳଖ ଏହା ଉପରେ କ୍ଲିକ୍ କରିଦେବେ। ତ ତାପରେ ଆପଣମାନଙ୍କ ସାମ୍ନାରେ ଏଇଭଳିଆ ଗୋଟିଏ ପେଜ ଓପନ ହେଇକି ଆସିଯିବ। ଆସି ସାରିବା ପରେ ଆପଣମାନେ ଟିକେ ସ୍କ୍ରୋଲ କରିକି ତଳକୁ ଆସିବେ। ତଳକୁ ଆସି ସାରିବା ପରେ ଆପଣମାନଙ୍କ ସାମ୍ନାରେ ଏଠାରେ ଏଇଭଳିଆ ବହୁତ ଗୁଡ଼ିଏ ଅପସନ ଦେଖିବାକୁ ମିଳିଯିବ। ତ ଏହାରି ମଧ୍ୟରୁ ଆପଣମାନଙ୍କୁ ସର୍ବପ୍ରଥମେ ଏଠାରେ ଗୋଟିଏ କନଜ୍ୟୁମର ଅପସନ ଦେଖିବାକୁ ମିଳିବ। ତ ଆପଣମାନେ ସିମ୍ପଲ ଏହା ଉପରେ କ୍ଲିକ୍ କରିଦେବେ। ତ ତାପରେ ଆପଣମାନଙ୍କୁ ଏଠାରେ ଭାରତ ଆଧାର ସିଡିଂ ଏନେବଲର ଗୋଟିଏ ଅପସନ ଦେଖିବାକୁ ମିଳିବ। ତ ଆପଣମାନେ ସିମ୍ପଲ ଏହା ଉପରେ କ୍ଲିକ୍ କରିଦେବେ। ଯେତେବେଳେ ଆପଣମାନେ ଏହା ଉପରେ କ୍ଲିକ୍ କରିଦେବେ ତ ତାପରେ ଆପଣମାନଙ୍କ ସାମ୍ନାରେ ପୁଣି ଏଇଭଳିଆ ଗୋଟିଏ ପେଜ ଓପନ ହେଇକି ଆସିଯିବ। ଆସି ସାରିବା ପରେ ଆପଣମାନଙ୍କୁ ଏଠାରେ ଦେଖିବାକୁ ମିଳିବ ରିକ୍ୱେଷ୍ଟ ଫର ଆଧାର ସିଡିଂ। ତ ଦର୍ଶକ ବନ୍ଧୁ ଆପଣମାନେ ଏଠାରେ ହିଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଆପଣଙ୍କ ଆଧାର ନମ୍ବରଟିକୁ ଲିଙ୍କ କରିପାରିବେ ଏବଂ ସେଇ ଆଧାର ନମ୍ବରଟିକୁ ଆପଣମାନେ ଚାହିଁଲେ ମଧ୍ୟ ତାକୁ ଡିଲିଙ୍କ ମଧ୍ୟ କରିପାରିବେ। କିନ୍ତୁ ବର୍ତ୍ତମାନ ଆମକୁ ଏଇଠି ଜାଣିବାର ଅଛି ଯେ ଆମର ଆଧାର କାର୍ଡରେ କେଉଁ ବ୍ୟାଙ୍କ ଆକାଉଣ୍ଟଟି ଲିଙ୍କ ହୋଇକି ରହିଛି ତ ତାକୁ ଜାଣିବାର ଅଛି। ତ ସେଥିପାଇଁ ଆପଣମାନେ କଣ କରିବେ ନା ଆପଣମାନଙ୍କୁ ଏଠାରେ ଗୋଟିଏ ତୀର ଚିହ୍ନ ଦେଖିବାକୁ ମିଳିବ। ତ ଆପଣମାନେ ସିମ୍ପଲ ଏହା ଉପରେ କ୍ଲିକ୍ କରିଦେବେ। ଯେତେବେଳେ ଆପଣମାନେ ଏହା ଉପରେ କ୍ଲିକ୍ କରିଦେବେ ତ ତାପରେ ଆପଣମାନଙ୍କ ସାମ୍ନାରେ ଏଇଭଳି ବହୁତ ସାରା ଅପସନ ଓପନ ହେଇକି ଆସିଯିବ। ଆସି ସାରିବା ପରେ ଆପଣମାନଙ୍କୁ ଏଠାରେ ଗୋଟିଏ ଅପସନ ଦେଖିବାକୁ ମିଳିବ ଗେଟ୍ ଆଧାର ମ୍ୟାପଡ ଷ୍ଟାଟସ। ତ ଆପଣମାନେ ସିଧାସଳଖ ଏହା ଉପରେ କ୍ଲିକ୍ କରିଦେବେ ଏବଂ ତାପରେ ଆପଣମାନଙ୍କ ସାମ୍ନାରେ ଏଇଭଳିଆ ଗୋଟିଏ ପେଜ ଓପନ ହେଇକି ଆସିଯିବ। ଓପନ ହେଇକି ଆସି ସାରିବା ପରେ ଆପଣମାନଙ୍କୁ ଏଠାରେ ଏଣ୍ଟର ୟର ଆଧାର ଅପସନ ଦେଖିବାକୁ ମିଳିବ। ତ ଆପଣମାନେ ଏଠାରେ ଆପଣଙ୍କର ଆଧାର ନମ୍ବରଟିକୁ ଏଣ୍ଟର କରିଦେବେ ଏବଂ ତାପରେ ଆପଣମାନଙ୍କୁ ଏଠାରେ ଗୋଟିଏ କ୍ୟାପଚା କୋଡ ଦେଖିବାକୁ ମିଳିବ। ତ ସେଇ କ୍ୟାପଚା କୋଡଟିକୁ ଆପଣମାନଙ୍କୁ ଏଠାରେ ଏଣ୍ଟର ଏବଭ କ୍ୟାପଚାର ଅପସନ ଦେଖିବାକୁ ମିଳିବ। ତ ସେଇ କ୍ୟାପଚା କୋଡଟିକୁ ଆପଣମାନେ ଏଠାରେ ଏଣ୍ଟର କରିଦେବେ। ଏଠାରେ ଆପଣ ଆପଣଙ୍କ ଆଧାର ନମ୍ବର ଏବଂ କ୍ୟାପଚା କୋଡକୁ ଠିକ ଭାବରେ ଏଣ୍ଟର କରିସାରିବା ପରେ ଆପଣମାନଙ୍କୁ ଏଠାରେ ଚେକ୍ ଷ୍ଟାଟସ ର ଗୋଟିଏ ଅପସନ ଦେଖିବାକୁ ମିଳିବ। ତ ଆପଣମାନେ ସିମ୍ପଲ ଏହା ଉପରେ କ୍ଲିକ୍ କରିଦେବେ। ଯେତେବେଳେ ଆପଣମାନେ ଏହା ଉପରେ କ୍ଲିକ୍ କରିଦେବେ ତ ତାପରେ ଆପଣଙ୍କ ଆଧାର କାର୍ଡ ସହିତ ଯେଉଁ ନମ୍ବରଟି ଆପଣ ଲିଙ୍କ କରିକି ରଖିଥିବେ ତ ସେଇ ମୋବାଇଲ ନମ୍ବରକୁ ଆପଣଙ୍କର ଗୋଟିଏ 6 ଅଙ୍କର ଓଟିପି ଆସିବ। ତ ସେଇ ଓଟିପି ଟିକୁ ଆପଣମାନେ ଏଠାରେ ଏଣ୍ଟର ଓଟିପି ଜାଗାରେ ଏଣ୍ଟର କରିଦେବେ। ତ ଏଠାରେ ଆପଣମାନେ ଆପଣଙ୍କର ଓଟିପି ଟିକୁ ଏଣ୍ଟର କରିସାରିବା ପରେ ତାପରେ ଆପଣମାନଙ୍କୁ ଏଠାରେ ସବମିଟ ର ଅପସନ ଦେଖିବାକୁ ମିଳିବ। ତ ଆପଣମାନେ ସିମ୍ପଲ ଏହା ଉପରେ କ୍ଲିକ୍ କରିଦେବେ। ଯେତେବେଳେ ଆପଣମାନେ ସବମିଟ ବଟନ ଉପରେ କ୍ଲିକ୍ କରିଦେବେ ତ ତାପରେ ଆପଣମାନଙ୍କ ସାମ୍ନାରେ ଏଇଭଳିଆ ଗୋଟିଏ ନୂଆ ପେଜ ଓପନ ହେଇକି ଆସିଯିବ। ଆସି ସାରିବା ପରେ ଆପଣମାନଙ୍କୁ ଏଠାରେ ଆପଣଙ୍କର ସବୁ କିଛି ଡିଟେଲ୍ସ ଦେଖିବାକୁ ମିଳିଯିବ। ଯେମିତି କି ପ୍ରଥମେ ଆପଣମାନଙ୍କୁ ଏଠାରେ ଆପଣଙ୍କର ଆଧାର ନମ୍ବର ଦେଖିବାକୁ ମିଳିବ ଏବଂ ତା ସହିତ ଆପଣଙ୍କୁ ଏଠାରେ ମେଟିଂ ଷ୍ଟାଟସ ଜାଗାରେ ଏନେବୁଲ ଫର ଡିବିଟି ଆକାଉଣ୍ଟ ର ଅପସନ ଦେଖିବାକୁ ମିଳିବ। ତ ଦର୍ଶକ ବନ୍ଧୁ ଯଦି ଏଠାରେ ଆପଣମାନଙ୍କୁ ଏନେବୁଲ୍ଡ ଫର ଡିବିଟି ଦେଖିବାକୁ ମିଳୁଛି ତାହେଲେ ଆପଣମାନେ ଏଠାରେ ଜାଣି ରଖନ୍ତୁ ଯେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଆପଣଙ୍କର ଆଧାର ନମ୍ବରଟି ଲିଙ୍କ ହୋଇକି ରହିଛି ବା ଡିବିଟି ଆକାଉଣ୍ଟଟି ଲିଙ୍କ ହୋଇକି ରହିଛି। ଏବଂ ତାପରେ ଆପଣମାନେ ସ୍କ୍ରୋଲ କରିକି ପୁରା ଲାଷ୍ଟକୁ ଆସିଯିବେ। ଆସି ସାରିବା ପରେ ଆପଣମାନଙ୍କୁ ଏଠାରେ ବ୍ୟାଙ୍କ ନେମ ର ଅପସନ ଦେଖିବାକୁ ମିଳିବ ଏବଂ ଏଠାରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ର ନାଁଟି ଦେଖିବାକୁ ମିଳିବ।
माने जेमिति कि आपणकर बैंक अकाउंट जो ब्रांच रे होइथिबो बा जो बैंक रे होइथिबो तो सेई बैंक रो नाटी आपण मानको एठारे देखिबाको मिल जिवो। तो एइटा हला सबठारो मोस्ट इंपोर्टेंट जिनिस बा एइटा को ही आपण माने पूरा भल भाबरे देखिबे। काहेकि ना जदि ए जगार आपण मानकर अलगा कोनोसी बैंक देखौथिबो जो बैंक रे आपण मानकर कोनोसी गुटे अकाउंट बही नथिबो ताहले आपण माने जानिबे जे आपणक आधार कार्ड सहित अन्य कहार बैंक अकाउंट लिंक अछि। तापरे सिंपल आपण माने आपणकर बैंक को जाईकी बैंक अधिकारी को एटा देखैकी आ गुटे नुआ फॉर्म नेकी आपणक बैंक अकाउंट सहित आपणकर आधार नंबर टिको लिंक करि पारिबे। तो एइटा हला आपणकर मोस्ट इंपोर्टेंट जिनिस। तो आपण माने डीबीटी चेक कला बेले आपणकर बैंक अकाउंट ता आपणक आधार कार्ड सहित लिंक अछि कि नै ताको आपण माने भलो भाबरे चेक करिवे। जदि आपणक बैंक अकाउंट रे आपणकर आधार नंबर टी लिंक अछि ताहले आपणकर सुभद्रा योजना हेउ किबा पीएम किसान योजना हेउ किबा सीएम किसान योजना हेउ बा से जेकोनोसी योजना हेउ जेउ योजना अंतर्गत रे आपण मानको डीबीटी माध्यम रे टंका प्रदान करा जाउची तो तार टंका आपण माने आराम से आपणक अकाउंट बहिरे मध्ये पाई पारिबे। तबे दर्शक बंधु वर्तमान मु आशा करूची जे आपण माने ए भिडियोटी को देखि सारिबा परे आपण माने निहाती भाबरे चेक करिकि जानि सारिथिबे जे आपणक बैंक अकाउंट रे आपणकर डीबीटी अकाउंट टी लिंक होइकि रहिछि कि नै एवं ता सहित आपणक बैंक अकाउंट सहित आपणक आधार कार्ड टी लिंक अछि किबा अन्य कार आधार कार्ड टी लिंक होइकि रहिछि ताको मध्ये आपण माने जानि सारिथिबे। तबे दर्शक बंधु वर्तमान मु आशा करूची जे आपण माननको भिडियोटी निहाती भाबरे इन्फॉर्मेटिव लागिथिबो। जदि आपण माननको भिडियोटी इन्फॉर्मेटिव लागिथाय ताले निश्चय भाबरे आपण माने भिडियोटी को गोटे लाइक करि देबे एवं ता सहित भिडियोटी को आपण आपणक सांग साथी मानक पाखको निहाती भाबरे शेयर करि देबे जहा द्वारा कि सेमाने सठिक टाइम रे सठिक इन्फॉर्मेशन टी पाई परिबे। आउ ता सहित आपण माने भिडियोटी को केउ जागार देखुचंती तो ताको मध्ये आपण माने हमको कमेंट रे जणाइबे एवं ता सहित जदि वर्तमान पर्यंत आपण माने आम चैनल टी को सब्सक्राइब करि नांती ताले निश्चय भाबरे आपण माने एबे आम चैनल टी को सब्सक्राइब करि नियंतु। तबे चलंतु दर्शक बंधु आज पई एतिकी पुणी देखा हबो आपण मानक सहित आ गुटे नुआ वीडियो रे। तो सेते पर्यंत आपण माने मते विदाय दियंतु। रहुची जय जगन्नाथ।